ମୋ ନାଁ ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ। ତ ଆମର ସଂସ୍କୃତିର ପ୍ରାଣ କେନ୍ଦ୍ର। ଯେମିତି ଜଳଚକ୍ର ଘୁରୁଛି ସେମିତି ଜୀବନ ଚକ୍ର ଏଇ ପୀଠକୁ ନେଇକି ଘୁରୁଛି ବୋଲିକି ଆମର ଏ ସମସ୍ତଙ୍କର ବିଶ୍ୱାସ। ଏ ଜାଗା ପ୍ରଥମରେ ଗୋଟେ ଅଶ୍ୱତ୍ଥ ବୃକ୍ଷ ଥିଲା, ପଞ୍ଚବଟୀ ଭଳିଆ ନିମ ଆଦି ବୃକ୍ଷ ଥିଲା। ସବୁ ଲୋକ ସକାଳୁ ଏଠିକି ଆସିକି ଜଳଦାନ କରିକି ଆମ ପୂର୍ବପୁରୁଷରୁ ଆସୁଛନ୍ତି। ତେଣୁ ଆମର ସଭ୍ୟତା ଏଇଠୁ ସୃଷ୍ଟି ହେଇଛି ବୋଲିକି ଆମେ ବିଶ୍ୱାସ କରି ଆସୁଛୁ। ଆଉ ଦେବୀଙ୍କ ଗଛଟି ଭାଙ୍ଗିଗଲା ବାତ୍ୟାରେ। ତାପରେ ସମସ୍ତ ଗ୍ରାମବାସୀଙ୍କର ଶ୍ରଦ୍ଧା ଆଉ ବିଶ୍ୱାସକୁ ନେଇକି ସମସ୍ତଙ୍କ ସହଯୋଗରେ ମନ୍ଦିରଟି 3 ବର୍ଷ ତଳେ ପ୍ରତିଷ୍ଠା ଲାଭ କରିଛି। ଆଉ ଦିନକୁ ଦିନ ଗ୍ରାମବାସୀ ମାନଙ୍କ ସହଯୋଗରେ ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ବି ହଉଛି। ପବିତ୍ର ଏଇ ଯୋଉ ଚୈତ୍ର ପୂର୍ଣ୍ଣମୀ ଅବସରରେ ଆମର 3 ଦିନ ବ୍ୟାପୀ ଏଇ ଯଜ୍ଞ ଉତ୍ସବ ଅନୁଷ୍ଠିତ ହୁଏ। ଆଉ ସବୁ ଗ୍ରାମବାସୀ ଖୁବ୍ ସୁଚାରୁ ରୂପେ ଶୃଙ୍ଖଳିତ ଭାବେ ଏ ଅନୁଷ୍ଠାନକୁ ବଦାନ୍ୟ ସହିତ ମାଙ୍କର ଏମିତି କରୁଣା ସେ ମାନେ କହିଲା ମାତ୍ର ସବୁ ଲୋକ ମାନେ ଆସିକି ଏଠି ସହଯୋଗ କରୁଛନ୍ତି। ତେଣୁ ମାନେ ମହାମାରୀ ଦୁର୍ଭିକ୍ଷ ଇଏ ସବୁ ବିପତ୍ତିରୁ ମା ସବୁବେଳେ ସମସ୍ତଙ୍କୁ ଘଣ୍ଟ ଘୋଡ଼େଇ ରଖୁଛନ୍ତି।